ପ୍ରେମ ଚେହେରାରେ ହୋଇନଥାଏ, ପ୍ରେମ ତ ହୃଦୟରେ ହୋଇଥାଏ। ଯେ ହୃଦୟରୁ ଗୁରୁତ୍ୱ ଦେଇଥାଏ ତାର ଚେହେରା ଆପେ ଆପେ ସୁନ୍ଦର ଲାଗିଥାଏ। ମନର କଥାକୁ ମୁହଁରେ କହିଲେ କେହି ବି ବୁଝିପାରିବ। ଏମିତି ଜଣେ ଦରକାର ଯେ ତୁମ ନୀରବତାକୁ ବୁଝିପାରୁଥିବ। ସମ୍ପର୍କ ଯାହା ବି ହେଉ ହୀରା ପରି ହେବା ଦରକାର, ଦେଖିବାକୁ ଛୋଟ କିନ୍ତୁ ଦାମୀ ଆଉ ମୂଲ୍ୟବାନ। କିଏ କହେ ପ୍ରେମ ନିଶା ବନିଯାଏ, କିଏ କହେ ପ୍ରେମ କନ୍ଦେଇ ଦେଇଥାଏ, କିନ୍ତୁ ପ୍ରେମ ଯଦି ସଚ୍ଚା ହୋଇଥାଏ ବଞ୍ଚିବାର ସାହାରା ବନିଯାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସବୁଠାରୁ ମୂଲ୍ୟବାନ କ'ଣ ଜାଣନ୍ତି? ସମୟ ଓ ସମ୍ପର୍କ। ସମୟ ତାକୁ ଦିଅ ଯେ ସମୟର ମୂଲ୍ୟ ବୁଝିପାରୁଥିବ, ଏବଂ ସମ୍ପର୍କ ତାହା ସହ ରଖ ଯେ ତୁମକୁ ଗୁରୁତ୍ୱ ଦେଉଥିବ। ଏ ଆଖି ବି ବେଳେବେଳେ ପସନ୍ଦ କରିବାରେ ଧୋକା ଖାଇଯାଏ, କାରଣ ଯାହାକୁ ଆମେ ପସନ୍ଦ କରୁ ସେ ଆମ ଆଗରୁ ଆଉ କାହାକୁ ପସନ୍ଦ କରିଥାଏ। ଏକଦା ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କଲେ, ପ୍ରଭୁ, ମଣିଷ ଜୀବନରେ ବିଷ କ'ଣ? ପ୍ରଭୁ ଶ୍ରୀକୃଷ୍ଣ ଖୁବ୍ ସୁନ୍ଦର ଉତ୍ତର ଦେଲେ, ପ୍ରତ୍ୟେକ ବସ୍ତୁ ଯାହା ଆବଶ୍ୟକତା ଠାରୁ ଅଧିକ ଉପଲବ୍ଧ ହୁଏ ତାକୁ ମଣିଷ ଜୀବନରେ ଅହଙ୍କାର ସ୍ୱରୂପ ବିଷ ଆଣିଦିଏ। ଉଦାହରଣ ସ୍ୱରୂପ ଧନ, ବଳ, ଭୋକ, ଲାଳସା, ଅଭିମାନ, ଅହଙ୍କାର, ଆଳସ୍ୟ, ହିଂସା, ପ୍ରେମ ହେଉ କିମ୍ବା ଘୃଣା। ଆବଶ୍ୟକତା ଠାରୁ ଅଧିକ ବସ୍ତୁ ଜୀବନରେ ବିଷ ଭରି ଦେଇଥାଏ। ମରିଲା ବାଲାକୁ କାନ୍ଦିଲା ବାଲା ହଜାରେ ମିଳିଯିବେ, କିନ୍ତୁ ଯେ ବଞ୍ଚିଛି ତାକୁ ବୁଝିଲା ବାଲା କେହି ଜଣେ ମିଳିନଥାଏ। ଆପଣ ଯେତେ କମ୍ କଥା କହିବେ ଲୋକ ଆପଣଙ୍କ କଥା ସେତିକି ଶୁଣିବାକୁ ଚାହିଁବେ। ସେଥିପାଇଁ ଯେବେ ଦରକାର ପଡ଼େ କଥା କୁହନ୍ତୁ। ସଫଳତାରେ ମିଠା ମାଗିବା ଲୋକ ଅସୁବିଧା ବେଳେ ନଜରକୁ ଆସିନଥାନ୍ତି। ଧୋକା ଦେବା ବାଲା କେବଳ ବାହାନା ଖୋଜୁଥାନ୍ତି, ଆଉ ସାଥ ଦେବା ଲୋକ ରାସ୍ତା। ଯିଏ ଫ୍ରି ଟାଇମରେ ଆପଣଙ୍କୁ ମନେ ପକାନ୍ତି ସେ ପ୍ରେମ ସଚ୍ଚା ହୋଇନଥାଏ। ସଚ୍ଚା ପ୍ରେମ ତ ସେ ହୋଇଥାଏ ଯେଉଁଠି ହଜାରେ ବ୍ୟସ୍ତତା ଥିଲେ ବି ତାଙ୍କ ପାଇଁ ସମୟ ବାହାରିଯାଏ। ସତ ବନ୍ଧୁତା ସବୁବେଳେ ସୁଖକୁ ଅଧିକ ଓ ଦୁଃଖକୁ ଅଧା କରିଥାଏ। ଯେଉଁ ସମ୍ପର୍କରେ ତୁମର ମୂଲ୍ୟ ନଥାଏ ସେହି ସମ୍ପର୍କକୁ ଚୁପଚାପ ଛାଡ଼ିଦେବା ହିଁ ଭଲ। ସମ୍ପର୍କ କେବେ ଦୂରତାରେ ଶେଷ ହୁଏ ନାହିଁ। ସମ୍ପର୍କ ଶେଷ ହୁଏ ଅହଙ୍କାର, ଅସମ୍ମାନ ଆଉ ବିଶ୍ୱାସଘାତକତା ପାଇଁ। ସମ୍ପର୍କ ଭାଙ୍ଗିଦେଲେ ପ୍ରେମ କେବେ ସରିଯାଏ ନାହିଁ। ହୃଦୟରେ ସେହିମାନେ ହିଁ ରୁହନ୍ତି ଯେ ଦୁନିଆ ଛାଡ଼ି ଦିଅନ୍ତି। ବୟସ ଯାହା ବି ହୋଇଥାଉ ଜୀବନ ସର୍ବଦା କିଛି ନା କିଛି ନୂଆ ଶିକ୍ଷା ଦେଇ ଚାଲିଥାଏ। ଆପଣାର ଲୋକଟି ଯେତେବେଳେ ଏକା କରି ଚାଲିଯାଏ ହୃଦୟ ତ ନିଜକୁ ବୁଝେଇ ନିଏ, ହେଲେ ତା ପାଇଁ ଆଖିରୁ ଲୁହ ଝରିଯାଏ। ଲୁହକୁ ଜଣାଥାଏ ଆପଣାର କିଏ, ସେଥିପାଇଁ ତ ଲୁହ କେବଳ ନିଜ ଲୋକ ପାଇଁ ଝରିଥାଏ। ପ୍ରେମ କାହାକୁ କେତେବେଳେ ବି ହେଇପାରେ, କାହିଁକି ନା ସବୁ ଜିନିଷ ଉପରେ ଲଗାମ ଦିଆଯାଇପାରେ, କିନ୍ତୁ ହୃଦୟ ଉପରେ ନୁହେଁ। ଯିଏ ତୁମକୁ କେୟାର କରେ ସେ ହିଁ ତୁମକୁ ଅଧିକ ରାଗେ। ନିଜର କଷ୍ଟକୁ ନିଜର ମୋଟିଭେସନ କର, ଆଉ ଦେଖ ତୁମକୁ କିଏ ରଖୁଛି ସକ୍ସେସଫୁଲ ହେବାରୁ। ସ୍ୱାର୍ଥପର ସମ୍ପର୍କ ଠାରୁ ବହୁତ ଭଲ ଆପଣ ଏକା ରହିବା ଶିଖି ନିଅନ୍ତୁ। ପୋଷାକ ଆଉ ଚେହେରା ପ୍ରାୟତଃ ମିଛ କହିଥାନ୍ତି, ମଣିଷର ବାସ୍ତବତା ତ ସମୟ ହିଁ ବତେଇଥାଏ। ପ୍ରେମ ଆଉ ସମ୍ପର୍କ କେବେ ବି ଭାଙ୍ଗନ୍ତୁ ନାହିଁ, କାହିଁକି ନା ପ୍ରେମ ସମସ୍ତଙ୍କ ସହ ହେଇନଥାଏ ଆଉ ଭରସା ସମସ୍ତଙ୍କ ଉପରେ ହୋଇନଥାଏ। ଯେଉଁଠି ସମ୍ପର୍କର କଥା ଉଠିଥାଏ ଲୋକଙ୍କ ଅଧା ସମୟ କାହାକୁ ଖୁସି କରିବାରେ ତ ଆଉ କିଛି ଲୋକଙ୍କୁ ଅଣଦେଖା କରିବାରେ ଚାଲି ଯାଇଥାଏ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।